ଆଜିର କାହାଣୀ ବଳଦ ଓ ଗଧ। ଗୋଟେ ସମୟର କଥା। ପୁରୀରେ ବହୁତ ବର୍ଷ ସାଙ୍ଗ ହୋଇ ଦୁଇ ପଣ୍ଡିତ ଧର୍ମ ଓ ଶାସ୍ତ୍ରର ଅଧ୍ୟୟନ କରୁଥିଲେ। ଶିକ୍ଷା ସମାପ୍ତ ହେବା ପରେ ଦୁଇଜଣ ପଣ୍ଡିତ ସାଙ୍ଗ ହୋଇ ନିଜ ନିଜ ଗ୍ରାମକୁ ଚାଲିଗଲେ। ସେତେବେଳେ ଯିବା ଆସିବା କରିବା ପାଇଁ ସୁବିଧା ନଥିଲା, ତେଣୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗୁଥିଲା। ଲୋକମାନେ ଦିନସାରା ଚାଲୁଥିଲେ, ରାତିରେ ବିଶ୍ରାମ ନେଉଥିଲେ। ଏ ଦୁଇଜଣ ପଣ୍ଡିତ ସେମିତି କଲେ। ଗୋଟିଏ ଦିନ ସେମାନେ ଗ୍ରାମର ସବୁଠୁ ଧନୀ ଲୋକ ପାଖରେ ରହିଲେ। ସେ ଧନୀ ଲୋକ ପଣ୍ଡିତମାନଙ୍କର ରହିବାର ବ୍ୟବସ୍ଥା କରିଲେ ଓ ନିଜ ଲୋକଙ୍କୁ ସେମାନଙ୍କ ଭୋଜନର ବ୍ୟବସ୍ଥା କରିବାକୁ କହିଲେ। ସମୟ ପାଇ ସେ ଧନୀ ଲୋକ ପଣ୍ଡିତମାନଙ୍କ ପାଖକୁ ଗଲେ ଓ ସେମାନଙ୍କ ସହ ଧର୍ମ ବିଷୟରେ ଚର୍ଚ୍ଚା କଲେ। ସେ ଧନୀ ଲୋକ ବହୁତ ଅନୁଭବୀ ଲୋକ ଥିଲେ। ସେ ଜାଣିଗଲେ ଯେ ପଣ୍ଡିତ ଦୁଇଜଣ ବହୁତ ଗର୍ବୀ ଓ ଅହଙ୍କାରୀ ଥିଲେ, ଆଉ ଦୁଇଜଣ ପରସ୍ପରଙ୍କୁ ମୂର୍ଖ ଭାବୁଥିଲେ। ସେ ଦୁଇଜଣଙ୍କ ସହିତ ଅଲଗା ଅଲଗା କଥା ହୋଇ ଯାହା ଜାଣିବାକୁ ପାଇଲେ, ତାକୁ ବହୁତ ଦୁଃଖ ଲାଗିଲା। ସେ ଭାବିଲେ, ପଣ୍ଡିତମାନେ ପୁରୀ ପରି ଜାଗାରେ ଅଧ୍ୟୟନ କରି ମଧ୍ୟ ପରସ୍ପରକୁ ସମ୍ମାନ କରନ୍ତି ନାହିଁ। ତାପରେ ଭୋଜନ କରିବା ସମୟ ଆସିଲା। ଧନୀ ଲୋକ ବହୁତ ସମ୍ମାନର ସହିତ ଦୁଇଜଣଙ୍କୁ ଭୋଜନ କରିବାକୁ ଡାକିଲେ। ଜଣକୁ ଗୋଟେ ଥାଳିରେ ଘାସ ଓ ଆଉ ଜଣଙ୍କୁ ଦାନା ଦେଲେ। ଏହା ଦେଖି ପଣ୍ଡିତମାନେ ବହୁତ ରାଗିଗଲେ ଓ କହିଲେ, ଆମେ କ'ଣ ପଶୁ, ଆମେ ଏସବୁ ଖାଇବୁ? ତମେ ଧନୀ ଲୋକ ହୋଇ ବି ଆମକୁ ଅପମାନ କଲ। ଏହା ଲକ୍ଷ୍ମୀ ଦ୍ୱାରା ସରସ୍ୱତୀଙ୍କୁ ଅପମାନ। ଧନୀ ଲୋକ ବହୁତ ଶାନ୍ତରେ ଉତ୍ତର ଦେଲେ, ଜଣକୁ ଘାସ ଓ ଆଉ ଜଣକୁ ଦାନା ଦେବା ମୋର କିଛି ଭୁଲ ନାହିଁ। ଯେତେବେଳେ ମୁଁ ଆପଣଙ୍କୁ ପରସ୍ପର ବିଷୟରେ ପଚାରିଲି, ଜଣେ କହିଲେ ସେ ବଳଦ, ଆଉ ଜଣେ କହିଲେ ସେ ଗଧ। ତେଣୁକରି ମୁଁ ଆପଣମାନଙ୍କୁ ଘାସ ଓ ଦାନା ଖାଇବାକୁ ଦେଲି। ଏହା ଶୁଣି ପଣ୍ଡିତମାନଙ୍କ ଆଖି ଖୋଲିଗଲା। ସେମାନେ ନିଜ ନିଜ ଭୁଲ ବୁଝିପାରିଲେ ଓ ଧନୀ ଲୋକଙ୍କୁ ଭୁଲ ମାଗିଲେ, ଆଉ ପରସ୍ପରଙ୍କୁ ଏମିତି ଭାବିଥିବାରୁ ଦୁଃଖ ପ୍ରକାଶ କଲେ। ଏଥିରୁ ଶିକ୍ଷା ପାଇଲେ ଯେ ମଣିଷ ଯେତେ ବି ଜ୍ଞାନୀ ହୋଇଥାଉ, ଗର୍ବ ଓ ଅହଙ୍କାର କରିବା ଉଚିତ ନୁହେଁ ଓ ଅନ୍ୟମାନଙ୍କ ପୁଣି ଖରାପ ଭାବିବା ଠିକ୍ ନୁହେଁ।